ରୋଷେଇ ଷ୍ଟାର୍ଟ ହେଇନି କି? ରୋଷେଇ ଷ୍ଟାର୍ଟ ହେଇନି କି? ଓହୋ ହେଲେ ତମେ ଖାଲି କଟାକଟି ରଖିଦେଉଛ ନାଇଁ କି? ଏଇଟା ଆମର ଆଉ ଗୋଟେ ଖୁଡ଼ି ଗୋଟେ ଏଇଟା ଗୋଟେ ଭାଇନା ରଜେନ୍ଦ୍ର ଦାଦାଙ୍କ ପୁଅ ଭାଇନା ଭାଉଜ ବର୍ତ୍ତମାନ ଦେଖନ୍ତୁ ସନ୍ଧ୍ୟା 5:30-6 ବାଜିଗଲାଣି। ବର୍ଷା ଯୋଗୁଁ ଆମେ 7-8ରେ ହିଁ ଅଟକି ଗଲୁ ପ୍ରାୟ 1.5 ଘଣ୍ଟା 2 ଘଣ୍ଟା। ସେ ବର୍ଷା ଛାଡ଼ିଲା ପରେ ସବୁ ପୁଣି ଆସିଲୁ। ଆସିକି ଏଠି ମୋର ଦାଦା କାକା ଭାଇ ବନ୍ଧୁ ଆମେ ଯେତିକି ଅଛୁ ସବୁ ଦଶା ଶୁଦ୍ଧ ସରିଲା ପରେ ଭାତ ତ ସକାଳଠୁ ଖାଇନଥିଲୁ କିଏ ଏଇ ଯେଉଁ ରୋଷେଇ ହେଇଥିବ ଆଜି ଭାତ ଡାଲି ତରକାରୀ ଖଟା କ୍ଷୀରି ସବୁ ଆଜି ପୁରା ହେଇଥିବ ସେଇଠି ଆଜି ସମସ୍ତେ ଖାଇବୁ। ଖାଇଲା ପରେ ଦଶା କାର୍ଯ୍ୟର ଯେଉଁ ବିଧି ପୂର୍ଣ୍ଣ ହେବ। ଏଠି ସାନ ଭାଇ ଯିଏ କ୍ରିୟା ଧରିଛି ମୋ କକାଙ୍କ ସାନ ପୁଅ ସେ କଥାବାର୍ତ୍ତା ହେଉଛି। ଏଇଠି ମୋର ମୋ ଭାଇ ନିଜ ଭାଇ ବାଢ଼ୁଛି। ଏଇଠି ମୋର ବଡ଼ ଭାଇନା ଠିଆ ହେଇଛନ୍ତି ଦାଦାଙ୍କ ପୁଅ ଆଉ ଅନ୍ୟ ଭାଇମାନେ ଯେଉଁମାନେ ବାହାରୁ ବ୍ରହ୍ମପୁର ଭୁବନେଶ୍ୱର କଟକ ଯେଉଁମାନେ ଆସିଛନ୍ତି ସେମାନେ ଆଜି ଏଇ ଭାତ ଖାଇ ଦେଇକିରି ସେମାନେ ପଳେଇବେ ରିଟର୍ନ ହେଇଯିବେ। ଆମ ମାନେ ସବୁ କାଲି 11 तुम दी जन बस पड़ ଦେଖନ୍ତୁ ମୁଁ ବର୍ଷାରେ ମୋର ଯେଉଁ ନୂଆ ଶାଢ଼ୀ ପିନ୍ଧିଥିଲି ସେଇଟା ଓଦା ହେଇଗଲା। ବର୍ତ୍ତମାନ ପଛପଟେ କକାହାର ବସୁଛନ୍ତି।